ଭାଇନା ଏଗୁଡ଼ା କ'ଣ କରୁଛ? ତମ ନାଁ କ'ଣ ଟିକେ ଭାଇନା କହିଲ? ଟମାଟୋ ଭାଜି। ଟମାଟୋ ଭାଜୁଛ? ତମ ନାଁଟା ଟିକେ କହିଲ? ନା କହି କ'ଣ ପାଇବି ଆଉ ଖାଇବାକୁ ତ ନାହିଁ ଏଠି। ତାହେଲେ ଏଇ ହେଲାଣି ଟମାଟୋ ଭାଜୁଛୁ ଭାତ ଖାଇବୁ। ତାହେଲେ ଏଇ କୋରାପୁଟ ଏରିଆରେ ଏଇଭଳିଆ ଜାଗାରେ ଏଇଭଳିଆ ଖାଇବା ଖାଇବେ, କାହିଁ ଆଉ କିଛି ମିଳିଲାନି ଆଜି? କିଛି ମିଳିଲାନି, ପାଣି ତ ନାହିଁ ପିଇବାକୁ। ଆଉ ଏଠୁ ବଜାର କେତେ ଦୂର ଭାଇନା? ବଜାର ଏଠୁ 8 କିଲୋମିଟର। ଦେଖନ୍ତୁ ଭାଇମାନେ, ଏଠି ବଜାର ଏଇଠୁ 8 କିଲୋମିଟର। ଏଠି ଗାଡ଼ି ଆମେ ଧରିକି ଅଛୁ। ଆପଣମାନେ ଦେଖିପାରୁଥିବେ, ଗୋଟେ କ୍ରେନ୍ ବି ଆମ ସାଙ୍ଗରେ ଅଛି, ଆଉ ଗୋଟେ ପଛରେ ଟଲର ଅଛି। ରାସ୍ତା କିଭଳିଆ ଦେଖୁଥିବେ, ପାହାଡ଼ି ଏରିଆ, ଝରଣା। ଏ ଏରିଆରେ କଦଳୀ ଚାଷ ବି ବହୁତ କରାଯାଉଛି। ଦେଖନ୍ତୁ ଦେଖନ୍ତୁ ଏ ଏରିଆରେ ଭାଇ କେଉଁ ଭଳିଆ ପରିସ୍ଥିତିରେ ଡ୍ରାଇଭର ମାନେ ଆଜି ଖାଉଛନ୍ତି। ଦିନ ନାହିଁ ରାତି ନାହିଁ ପରିଶ୍ରମ କରୁଛନ୍ତି, କିନ୍ତୁ ପରିଶ୍ରମର କିଛି ଫଳପ୍ରଦ ମିଳୁନାହିଁ। ସରକାର ଆମମାନଙ୍କର କୌଣସି କଥା ବୁଝୁନାହାନ୍ତି। 3 ଥର ରାଲି କଲୁ, ତାପରେ ବି ଡ୍ରାଇଭରର ଦୁଃଖ ଶୁଣିବାକୁ ଏ ଦୁନିଆରେ କେହି ନାହିଁ। ଭାଇମାନେ ଦେଖନ୍ତୁ ଆମେ କିଭଳିଆ ପରିସ୍ଥିତିରେ ଅଛୁ। ଏଠି ରୋଷେଇ କରିବୁ, ଗାଡ଼ି ଚଲେଇବୁ, ଖାଇବୁ, ଚେନ୍ ବାନ୍ଧିବୁ, ମାଲ ଅନଲୋଡ଼ କରିବୁ, ବ୍ୟବସ୍ଥା କରିବୁ। ସବୁ ବ୍ୟବସ୍ଥା ପରେ ବି ଆମେ ପୁଣି ଚୋରର ମାନ୍ୟତା ପାଇବୁ। ସବୁ ପ୍ରକାର ପରେ ବି ଆଜି ଦେଖନ୍ତୁ, କରୋନା ସମୟରେ ଆମେ ଏତେ ପରିଶ୍ରମ କଲୁ, କିନ୍ତୁ ସରକାର ଆମକୁ କରୋନା ଯୋଦ୍ଧାର ମାନ୍ୟତା ଦେଲେ ନାହିଁ। ଆପଣମାନେ ଏଥିରୁ ଚିନ୍ତା କରିବେ। ଯଦି ଆମ ଡ୍ରାଇଭର ଭାଇମାନଙ୍କୁ କିଛି ଭଲ ପାଉଥିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇବେ। ଜୟ ଜଗନ୍ନାଥ।